ମୁଁ ତ ସେ ବିଷୟରେ କିଛି କହିବାକୁ ଚାହୁଁନଥିଲି, ଯେହେତୁ ଆପଣମାନେ ମୋତେ ବାଧ୍ୟ କରୁଛନ୍ତି କିଛି କହିବା ପାଇଁ। ବିଜେପିର କେବଳ ଜିଲ୍ଲା କଥା ନୁହେଁ, ଆପଣ ଦେଖୁଛନ୍ତି ଏଠି ଜଣେ ବିଜେପି ନେତ୍ରୀ ଅଛନ୍ତି, ବିଭିନ୍ନ ଅଫିସ ବୁଲୁଛନ୍ତି, ବିଭିନ୍ନ କଣ୍ଟ୍ରାକ୍ଟର ମାନଙ୍କ ପାଖକୁ ବୁଲୁଛନ୍ତି, ବିଭିନ୍ନ ରାସ୍ତାଘାଟରେ ବୁଲିକି କିଭଳି ଭାବରେ ଚାନ୍ଦା ଗୋଟେଇ ହବ, କିଭଳି ଭାବରେ ପିସି ଆଦାୟ କରିହେବ, ସେ ବିଷୟରେ ଶ୍ରୀମତୀ ବବିତା ମଲ୍ଲିକ ଯେଉଁଭଳି ଭାବରେ ପିସି ଗୋଟେଇବା ପାଇଁ ବ୍ୟସ୍ତ ହେଉଛନ୍ତି, ସାଧାରଣ ଲୋକ ଦେଖୁଛନ୍ତି। ସାଧାରଣ ଲୋକ ଆମକୁ 30 ବର୍ଷ ହେଲା ଦେଖିଲେଣି ଏବଂ ତାଙ୍କୁ ଦେଖୁଛନ୍ତି ତାଙ୍କର ପ୍ରକୃତି କ'ଣ, ସେ କିଭଳି ଭାବରେ ପିସି ନେବା ପାଇଁ ଉଚ୍ଛନ୍ନ ହେଉଛନ୍ତି ଏବଂ କିଭଳି ଭାବରେ ଅଫିସର ମାନଙ୍କୁ ଧମକାଉଛନ୍ତି, କଣ୍ଟ୍ରାକ୍ଟର ମାନଙ୍କୁ ଧମକାଉଛନ୍ତି। ମିଛରେ ଇଏ କାମ ଖରାପ ହେଇଛି, ସେ କାମ ଖରାପ ହେଇଛି ବୋଲି କହି ପଇସା ଗୋଟେ ହେଉଛି ତାଙ୍କର ଆଳ। ବବିତା ମଲ୍ଲିକ ମଧ୍ୟ ମୋତେ ଆକ୍ଷେପ କରି କିଛି ଦିନ ତଳୁ କହିଛନ୍ତି ପିସି କଥା। ପିସି ହେଉଛି ତାଙ୍କର, ବବିତା ମଲ୍ଲିକଙ୍କର ଅସ୍ଥି ମଜ୍ଜାଗତ କଥା। କାରଣ ସେ ତାଙ୍କ ଘରେ ଟିକେ ତାଙ୍କ ସ୍ୱାମୀକି ପଚାରିବେ କି ସେ କେତେ ପଇସା ପିସି ନେଇକି ଏଇଥର ସସ୍ପେଣ୍ଡ ହେଇକି ଚାକିରିରୁ ଡିସମିସ୍ ହେଇକି ଘରେ ବସିଛନ୍ତି। ପିସିଟା ନେବା ହେଉଛି ତାଙ୍କର ଅସ୍ଥି ମଜ୍ଜାଗତ ପ୍ରକୃତି। ତେଣୁ ସେଇ ଦଳର ନେତାମାନେ ସବୁବେଳେ କାହାକୁ ଅଫିସରକୁ ଧମକାଇଲେଣି, କୋଉଠି କଣ୍ଟ୍ରାକ୍ଟରଙ୍କୁ ଧମକାଇଲେଣି, କୋଉଠି ସାଧାରଣ ଲୋକଙ୍କୁ ଧମକାଇଲେଣି। କେବଳ ପଇସା ପାଇଁ ସେ ଯେତେ ଉଚ୍ଛନ୍ନ ହେଉଛନ୍ତି ସେ କଥା ସାଧାରଣ ଲୋକ ଦେଖୁଛନ୍ତି। 2 ମାସ ଭିତରେ ସାଧାରଣ ଲୋକ ବୁଝିଗଲେଣି ଯେ ବିଜେପିର ପ୍ରକୃତି କ'ଣ, ବିଜେପି ଚାହୁଁଛି କ'ଣ, ବିଜେପି ନେତାମାନେ କରୁଛନ୍ତି କ'ଣ।